ଅଟୋ ଡ୍ରାଇଭରରୁ ବନିଗଲେ ନର୍ସରୀ ମାଲିକ। ଚର୍ଚ୍ଚାରେ ଚାରା ରୂପୀ ଯୁବକ ସନାତନ। ଗ୍ରାମାଞ୍ଚଳରେ ଏକ ସବୁଜ ସୁନ୍ଦର ନର୍ସରୀ କରି ନିଜେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତ ପାଟରଙ୍ଗା ଗ୍ରାମର ସନାତନ ବେହେରା। ଖାଲି ସେତିକି ନୁହେଁ, ସେ ନିଜେ ନିଜ ଅଧ୍ୟାବସାୟ ବଳରେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ନିଜର ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର ମାନିଥାଏ, ଏହାର ଜ୍ୱଳନ୍ତ ପ୍ରମାଣ ଦେଖାଇଛନ୍ତି ସନାତନ। ଗ୍ରାମାଞ୍ଚଳରେ ପ୍ରସ୍ତୁତ କରିଛନ୍ତି ଏଭଳି ଏକ ସୁନ୍ଦର ନର୍ସରୀ, ଯାହାକୁ ଦେଖିଲେ ମନ ଲାଖି ଯାଇଥାଏ, ଯେଉଁଠିକି ଭଳିକି ଭଳି ବିଭିନ୍ନ ପ୍ରଜାତିର ଫଳ, ଫୁଲ, ପନିପରିବା ଓ ଶୋ ଗଛ ଚାରା ପୁରି ରହିଥାଏ। ମହାମାରୀ କରୋନା ସମୟରୁ ଦୀର୍ଘ 4 ବର୍ଷ ହେବ ସନାତନ ଏକ ଛୋଟ ନର୍ସରୀରୁ ଏକ ମହାଦ୍ରୁମରେ ପରିଣତ କରିଛନ୍ତି। 1 ଏକର ଜମିରେ ଏହି ନର୍ସରୀରେ ହଜାର ହଜାର ଗଛର ଚାରା ଦେଖିବାକୁ ମିଳୁଛି। କଲିକତାରୁ ବିଭିନ୍ନ ପ୍ରକାର ଚାରା ଆଣି ବିକ୍ରୟ କରିଥାନ୍ତି ସନାତନ। ବିଶେଷ କରି ଏହି ନର୍ସରୀରେ 100 ପ୍ରକାର ଗଛ ଲଗାଇଛନ୍ତି। ଆମ୍ବ, ପିଜୁଳି, ନଡ଼ିଆ, ସେଓ, ଡ୍ରାଗନ ଭଳି ଫଳ ଓ ଔଷଧୀୟ ଚାରା ଏଠାରେ ଲଗାଇଛନ୍ତି। ଘାସ ବାଛିବା, ଗଛରେ ପାଣି ଦେବା, ଗଛକୁ ବିଭିନ୍ନ ସ୍ଥାନରେ ପରିବର୍ତ୍ତନ କରି ରଖିବା ଭଳି ସବୁ କାର୍ଯ୍ୟ ନିଜେ କରିବା ସହିତ ନିଜ ଗ୍ରାମର କିଛି ଲୋକଙ୍କୁ ମଧ୍ୟ ସେ ନିଜ ନର୍ସରୀରେ ନିୟୋଜନ କରିଥାନ୍ତି। ଏହି ନର୍ସରୀରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଗଛ ବିକ୍ରି କରାଯାଉଥିବା ସନାତନ କହିଛନ୍ତି। ଏହା ମାଧ୍ୟମରେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସ୍ୱାବଲମ୍ବୀ କରିପାରିଛନ୍ତି ସନାତନ। ନିଜେ ଗଛ ଲଗାଇବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ମଧ୍ୟ ଦେଉଛନ୍ତି। ଏହି ନର୍ସରୀ ମାଧ୍ୟମରେ ସମସ୍ତ ଖର୍ଚ୍ଚ ଯାଇ ମାସିକ 20,000ରୁ 30,000 ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସେ ମଧ୍ୟ ସରକାରଙ୍କୁ ନିବେଦନ କରିଛନ୍ତି, ଯଦି ସରକାରଙ୍କ ତରଫରୁ ତାଙ୍କୁ କିଛି ଜାଗା ଓ ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯାଏ, ତେବେ ସେ ଆହୁରି ତାଙ୍କ ରୋଜଗାରକୁ ବଢ଼ାଇ ପାରନ୍ତେ ବୋଲି ଆଶା ରଖିଛନ୍ତି। 4 ବର୍ଷ ହେବ ମୁଁ ଏ ନର୍ସରୀ ଆରମ୍ଭ କରିଅଛି। ମୁଁ ଦିନେ ଅଟୋ ଡ୍ରାଇଭର ଥିଲି। କରୋନା ସମୟରେ ଗାଡ଼ି ମୋର ବନ୍ଦ ହୋଇଯିବାରୁ ନିରୁପାୟ ହୋଇକି ଯେକି ମୁଁ ଗଛ ବାରିରେ କିଛି ଆରମ୍ଭ କଲି। ସେଥିରୁ ନର୍ସରୀ ବାଲା ମୋର ନେବା ଆରମ୍ଭ କଲେ। ତାପରେ ଗଛ ପ୍ରତି ମୋର ଭଲ ପାଇବା ବଢ଼ିଲା। ତାପରେ ମୁଁ ନିଜେ କିଛି ଲୋକ ରଖିକି ସଂସ୍ଥାକୁ ବଢ଼ାଇବାକୁ ଚେଷ୍ଟା କଲି। କିନ୍ତୁ ଏବେ ଦୁଃଖଦାୟକ ଘଟଣା କି ମୁଁ ଯେତିକି ଗଛ ବନଉଛି ମୋ କତିରେ ରଖିବାକୁ ଆଉ ଜମିର ଅଭାବ ଅଛି। ମୁଁ ସରକାରଙ୍କ ପାଖରେ ନିବେଦନ କରୁଛି କି ମୋତେ ଯଦି ସରକାରଙ୍କ ତରଫରୁ କିଛି ସହାୟତା ମିଳନ୍ତା ମୁଁ ଖୁସି ହୁଅନ୍ତି। ଗଛ ବୃକ୍ଷ ହିଁ ଜୀବନ। ବୃକ୍ଷ ବିନା ଆମର କିଛି ନାହିଁ। ଆପଣମାନେ ସମସ୍ତେ ଜାଣିଥିବେ, ଛୋଟ ପିଲା କତରୁ ବଡ଼ ଲୋକ ପର୍ଯ୍ୟନ୍ତ ବହିରେ ପଢ଼ିଥିବେ ବି। ବୃକ୍ଷ ଲଗାଇବା, ନିଜେ ବଞ୍ଚିବା, ଅନ୍ୟକୁ ବଞ୍ଚାଇବା ଆମର ଦାୟିତ୍ୱ। ପ୍ରତ୍ୟେକ ବର୍ଷ ଫେବୃଆରୀ 14 ତାରିଖରେ ମୁଁ ଏକ ସ୍କୁଲକୁ ଡୋନେଟ୍ କରେ 300ରୁ 350 ଗଛ। ମୋ କତିରେ ବି ସେ ଭିଜୁଆଲ ଆଉ ପ୍ରମାଣ ଅଛି, ମୁଁ ଆପଣଙ୍କୁ ଦେଖାଇ ପାରିବି। କିନ୍ତୁ ଆମେ ଖାଲି ଗଛ ବନେଇକି ବିକିବାଟା ହେଉଛି ଆମର ଲକ୍ଷ୍ୟ ନୁହେଁ। ଆମେ ଲୋକଙ୍କୁ କେମିତି ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେବା, ସେ ପ୍ରତି ଆମର ବହୁତ ଲକ୍ଷ୍ୟ ଅବଦାନ ଅଛି। କିନ୍ତୁ ପରିସ୍ଥିତି ଦୁର୍ବଳତାରୁ ମୁଁ ସେସବୁ ସାହାଯ୍ୟ କରିପାରୁନାହିଁ। ସରକାରଙ୍କ ତରଫରୁ ଆଜ୍ଞା କିଛି ଆଜି ପର୍ଯ୍ୟନ୍ତ ମୋତେ ମିଳିନାହିଁ। ଖାଲି ମୁଁ 2ଟି ସାର୍ଟିଫିକେଟ୍ ପାଇଛି। ଏକ ହେଉଛି କୃଷି ବିଜ୍ଞାନ କେନ୍ଦ୍ର ସାର୍ଟିଫିକେଟ୍, ଆଉ ସ୍କୁଲ ପିଲାମାନେ କିଛି ମୋ କତିକି ଆସିଥିଲେ ପରିବେଶ ସୁରକ୍ଷା ବିଷୟରେ ଜାଣିବା ପାଇଁ। ମୁଁ ତାଙ୍କୁ ମୋ ତରଫରୁ ଯେତିକି ଅଭିଜ୍ଞତା ହିସାବରେ କେମିତି ଗଛକୁ ଲଗାଇବା, କେମିତି ପାଣି ଦେବା, କେମିତି ବଞ୍ଚେଇବା, ସେତିକି ଜଣେଇଲା ପରେ ସେମାନେ ମୋତେ ଏକ ପରିଚୟ ସାର୍ଟିଫିକେଟ୍ ଦେଇକି ଯାଇଛନ୍ତି।